Hello students, welcome to our YouTube channels. ଆଜି ଆମେ ପଢିବା ଦଶମ ଶ୍ରେଣୀର ଭୂଗୋଳ ବହିର ପ୍ରଥମ ଅଧ୍ୟାୟ ସମ୍ବଳ। ସମ୍ବଳ ଓ ତାର ବିକାଶ। ତ ଆମେ ଫାର୍ଷ୍ଟ ଜାଣିବା ସମ୍ବଳ କଣ, ତାର ବିକାଶ କେମିତି ହବ, ଏସବୁ ବିଷୟରେ ଆମେ ଜାଣିବା। ତ ଫାର୍ଷ୍ଟ ଆମେ ଜାଣିବା କଣ ସମ୍ବଳ କଣ। ସମ୍ବଳ କଣ? ମନୁଷ୍ୟର ବ୍ୟକ୍ତିଗତ ତଥା ସାମାଜିକ ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ଓ ମୂଲ୍ୟବାନ ବିବେଚିତ ହେଉଥିବା ପରିବେଶର ବିଭିନ୍ନ ପଦାର୍ଥ, ଜୈବ ଅଜୈବ ତଥା ଶକ୍ତି ଇତ୍ୟାଦି, ଯାହା ପ୍ରାଦେୟିକ ଦୃଷ୍ଟିକୋଣରୁ ସୁଗମ୍ୟ, ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ, ତାକୁ ଆମେ କଣ କହିବା? ସମ୍ବଳ କହିବା। ତ କଣ ଶୁଣିଲେ? ମନୁଷ୍ୟର ବ୍ୟକ୍ତିଗତ, ମନୁଷ୍ୟର ମାନେ ଯାହା ବ୍ୟକ୍ତିଗତ ସାମାଜିକ ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ, ମାନେ ମନୁଷ୍ୟର ଯାହା ଯାହା ଦରକାର, ମନୁଷ୍ୟ କୋଉଠି ରହୁଛି? ସମାଜରେ ରହୁଛି। ସମାଜର ସାମାଜିକ ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ହେଇପାରୁଥିବା, ଯୋଗ୍ୟ ହେଇପାରୁଥିବ ଏବଂ ମୂଲ୍ୟବାନ ବିବେଚିତ ହେଉଥିବ ସେହି ପଦାର୍ଥ, ସେଇ ଯୋଉ ବିଭିନ୍ନ ପଦାର୍ଥକୁ, ତାହା ଜୈବ ହଉ ବା ଅଜୈବ ହଉ ବା ଶକ୍ତି ହଉ, ଜୈବ ମାନେ ଜୀବନ ଅଛି ଯାହାର, ଅଜୈବ ମାନେ ନିର୍ଜୀବ। ଶକ୍ତି, ବିଦ୍ୟୁତ ଶକ୍ତି ହଉ, ପେଟ୍ରୋଲିୟମ ହଉ, ସେ ଯାହା ବି ହଉ, ମନୁଷ୍ୟର ଉପଯୋଗ ହେଇପାରୁଥିବ, ମୂଲ୍ୟବାନ ହେଇପାରୁଥିବ ତାହା ଏବଂ ଯାହା ପ୍ରାଦେୟିକ ଦୃଷ୍ଟିକୋଣରୁ ସୁଗମ୍ୟ। ଏଇଟା ତିନିଟା କଣ୍ଡିସନ ଅଛି। ଯାହା ପ୍ରାଦେୟିକ ଦୃଷ୍ଟିକୋଣ ସୁଗମ୍ୟ, ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ଏବଂ ସାଂସ୍କୃତିକ ଦୃଷ୍ଟିକୋଣ ଗ୍ରହଣ ଯୋଗ୍ୟ ହେଇପାରୁଥିବ, ତ ତାହାକୁ ଆମେ କଣ କହିବା? ସମ୍ବଳ ବୋଲି କହିବା। ରିସୋର୍ସ ମାନେ ସମ୍ବଳ। ତାପରେ ପ୍ରାକୃତିକ ପରିବେଶ ମଧ୍ୟରେ ଅବ୍ୟବହୃତ କିମ୍ବା ଅଜ୍ଞାତ ହୋଇ ରହିଥିବା ପଦାର୍ଥ ସମ୍ବଳ ରୂପେ ବିବେଚିତ ହୋଇନଥାଏ। ପ୍ରାକୃତିକ ପରିବେଶରେ ବ୍ୟବହାର ନ ହେଇପାରୁଥିବା ଜିନିଷ କିମ୍ବା ଅଜ୍ଞାତ ହୋଇ ରହିଥିବା ପଦାର୍ଥ, ଆମେ କୋଉଟା ବ୍ୟବହାର କରିପାରୁନଥିବା କି ନହେଲେ ଯୋଉଟା ଆମେ ଜାଣିନଥିବା, ସେ ଜିନିଷଟାକୁ ଆମେ ପଦାର୍ଥ ସମ୍ବଳ ରୂପେ ବିବେଚିତ କରିପାରିବା ନାହିଁ। ମନୁଷ୍ୟ ତାର ସନ୍ଧାନ କରି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ ତାହା ସମ୍ବଳ ରୂପେ ବିବେଚିତ ହୋଇଥାଏ। ତ ଏଠି ଆମେ ଅବ୍ୟବହୃତ ଜିନିଷ କିମ୍ବା ଅଜ୍ଞାତ ହୋଇ ରହିଥିବା ଜିନିଷକୁ ଆମେ ସମ୍ବଳ ରୂପେ ବିବେଚିତ କରିପାରିବା ନାହିଁ। ତ ଆମେ ନିଜେ, ମନୁଷ୍ୟ ତାର ସନ୍ଧାନ କରି, ରିସର୍ଚ୍ଚ କରି, ତାର ବିଭିନ୍ନ ସେ ଜିନିଷଟାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ, ବିଭିନ୍ନ କାର୍ଯ୍ୟରେ ତାକୁ ୟୁଟିଲାଇଜ କଲେ, ତାହା ଆମେ ସମ୍ବଳ ରୂପେ, ସେ ଜିନିଷଟାକୁ ଆମେ ସମ୍ବଳ ରୂପେ ବିବେଚିତ କରିପାରିବା। ତେଣୁ ଯେଉଁ ଦେଶ ଏହି ସମ୍ବଳକୁ ଗଚ୍ଛିତ ଅବସ୍ଥାରୁ ନେଇ ଯେତିକି ପରିମାଣରେ ବିକଶିତ କରିପାରୁଛି, ସେ ଦେଶରେ ଅର୍ଥନୈତିକ ଅବସ୍ଥା ସେତିକି ପରିମାଣରେ ସମୃଦ୍ଧ ହେଇପାରୁଛି। ମାନେ ଯେଉଁ ଦେଶରେ ଏଇ ସମ୍ବଳକୁ ଗଚ୍ଛିତ ଅବସ୍ଥାରେ ନେଇ ବିକଶିତ ଅବସ୍ଥାରେ, ଏଇ ସମ୍ବଳକୁ ଗଚ୍ଛିତ ଅବସ୍ଥାରୁ ନେଇ ଯେତିକି ପରିମାଣରେ ସେ ବିକଶିତ କରିପାରୁଛି, ମାନେ ଆମେ ଗୋଟେ ଜିନିଷଟା ୟୁଟିଲାଇଜ କରିନଥିବା, ସେଇ ଜିନିଷଟାକୁ ଅନ୍ୟ ଦେଶର ଲୋକ ଆସିକି ସେଟାକୁ ନେଇକି ତାକୁ ବିକଶିତ କରିବେ, ଗୋଟେ କାମରେ ୟୁଟିଲାଇଜ କରିକି ତାକୁ ବିକଶିତ ଅବସ୍ଥାରେ ପରିଣତ କଲେ ସେ ଦେଶର ଆର୍ଥିକ ଅବସ୍ଥା ସେତିକି ପରିମାଣରେ ସମୃଦ୍ଧ ହୋଇପାରିଛି। ଏହି ସମ୍ବଳ ଗୁଡ଼ିକ ମଧ୍ୟରୁ କେତେକ ସମ୍ବଳ ସାଧାସଳଖ ବ୍ୟବହାର କରାଯାଉଥିବା ବେଳେ ଅନ୍ୟ କେତେକ ସମ୍ବଳକୁ ବିଭିନ୍ନ ଉପାୟରେ ରୂପାନ୍ତରିତ କରି ବ୍ୟବହାର ଉପଯୋଗୀ କରାଯାଇଥାଏ। ମାନେ କଣ ବୁଝିଲେ? ଆମେ ଏଇ ଯୋଉ ସମ୍ବଳ ଗୁଡ଼ିକ ମଧ୍ୟରୁ କେତେକ ସମ୍ବଳ ଅଛି ଯାହା ସିଧାସଳଖ ବ୍ୟବହାର କରାଯାଉଥିବା ବେଳେ ଅନ୍ୟ କେତେକ ସମ୍ବଳକୁ ବିଭିନ୍ନ ଉପାୟରେ ରୂପାନ୍ତରିତ କରି ବ୍ୟବହାର ଉପଯୋଗୀ କରାଯାଇଥାଏ। କଣ, ଆମେ ଦେଖ ପ୍ରକୃତିରେ ଯୋଉଟା ଦେଖୁଥିବା, ଆମେ ସେଟା ଆଗରୁ ଯୋଉଟା ଥିବ ସେଇଟାକୁ ଆମେ ନିଜେ ସିଧାସଳଖ ଡାଇରେକ୍ଟ ବ୍ୟବହାର କରିଦଉଛନ୍ତି। ଆଉ ବାକି ସବୁ ଯୋଉ ଜିନିଷ ଆମେ ଗୋଟେ ଜିନିଷ, କୋଉ ଜିନିଷ, କାଠଟେ ଆମେ
ତାକୁ ଖଟଟେ ବନେଇ ଦଉଛନ୍ତି, ଯାହା ବି କାଠରେ ବନେଇ ଦଉଛନ୍ତି ସବୁ, ସେଇଟାକୁ ଆମେ ସେଇଟା ବିକଶିତ କଲେ, ତ ସେଇଟାକୁ ଆମେ ସମ୍ବଳକୁ ବିଭିନ୍ନ ଉପାୟରେ ରୂପାନ୍ତରିତ କଲେ, ଆଉ ରୂପାନ୍ତରିତ କରି ବିଭିନ୍ନ ଉପାୟରେ ବିଭିନ୍ନ କାମରେ ଉପଯୋଗୀ କରାଇଛନ୍ତି। ଏହି ଏହି ରୂପାନ୍ତରଣ ପ୍ରକ୍ରିୟା ପ୍ରାକୃତିକ ପରିବେଶର ପ୍ରକୃତି, ମନୁଷ୍ୟ, ପ୍ରତ୍ୟେକ ଓ ଅନୁଷ୍ଠାନ ମଧ୍ୟରେ ଥିବା ପରସ୍ପର ନିର୍ଭରଶୀଳତା ଉପରେ ନିର୍ଭର କରିଥାଏ। ମାନେ ଏହି ରୂପାନ୍ତରଣ ପ୍ରକ୍ରିୟା ଏଇ ରୂପାନ୍ତରଣ ପ୍ରକ୍ରିୟା ଆମେ ଗୋଟେ ଜିନିଷ ଯୋଉଟା ଆଗରୁ ଥିବ ସେଇଟା ତ ବ୍ୟବହାର କରୁଛନ୍ତି, ଆମେ ଯୋଉଟା ସେ ଆଉ ଗୋଟେ ଜିନିଷ ଆମେ ନିଜେ ରୂପାନ୍ତରଣ କରିକି ଅଲଗା ଅନ୍ୟ ସମ୍ବଳରେ ପରିଣତ କରିବାକୁ, ତ ଏହି ଅନ୍ୟ ସମ୍ବଳରେ ପରିଣତ କରୁଛନ୍ତି, ତ ଏହି ପ୍ରକ୍ରିୟାକୁ ପ୍ରାକୃତିକ ପରିବେଶରେ ପ୍ରକୃତି, ମନୁଷ୍ୟ ଓ ପ୍ରତ୍ୟେକ ଓ ଅନୁଷ୍ଠାନ ମଧ୍ୟରେ ଥିବା ପରସ୍ପର ନିର୍ଭରଶୀଳତା ଉପରେ ନିର୍ଭର କରିଥାଏ। ତାପରେ ଏଇଟା ହଉଛି ଏଇଟା ଆମେ ବୁଝିବା ଏଇ ଡାଇଗ୍ରାମରେ, ଏଇଟା ମନୁଷ୍ୟ ହେଲା। ମନୁଷ୍ୟର ଏଇଠି ଆମେ କଣ କହିଲେ ଯେ ମନୁଷ୍ୟର ସେ ଗୋଟେ ରୂପାନ୍ତରଣ ପ୍ରକ୍ରିୟାକୁ ପ୍ରାକୃତିକ ପରିବେଶ ମାନେ କଣ, ଫାଷ୍ଟ ଏଇଠି ପରିଣତ କରାହଉଛି, ତାପରେ ମନୁଷ୍ୟ ପ୍ରତ୍ୟେକ କରୁଛି, ତାପରେ ଅନୁଷ୍ଠାନ କରୁଛି, ଅନୁଷ୍ଠାନ କରିକି ପରସ୍ପର ମଧ୍ୟରେ ଏଇଟା ପରସ୍ପର ମଧ୍ୟରେ ନିର୍ଭରଶୀଳତା ହେଇକି ରହିଛି। ତ ଏଇ ଫାଷ୍ଟ ମନୁଷ୍ୟ ଆମେ ଫାଷ୍ଟ ମନୁଷ୍ୟ କଣ ଆମେ ଅଛନ୍ତି, ତାପରେ ଗୋଟେ ଜିନିଷ ଏଇଟା ପ୍ରକୃତିରୁ ଆମେ କଣ କଲେ ପ୍ରତ୍ୟେକ କଲେ, ପ୍ରତ୍ୟେକ ହେଇସାରିଲା ପରେ ଆମେ ଅନୁଷ୍ଠାନ କଲେ, ତ ଅନୁଷ୍ଠାନ କରିବା ପରେ ଏଇଟା କଣ ଅନୁଷ୍ଠାନ କରିକି ଆଉ ଥରେ ପ୍ରକୃତିକୁ ଦରକାର ନା ସେ ଜିନିଷଟା, ପ୍ରକୃତିକୁ ଯାଇକି ପୁଣି ମନୁଷ୍ୟକୁ ଦରକାର, ତ ଆମେ କଣ ଏଇ ତିନିଟା ଯାକ ଜିନିଷ ତିନି ଜଣଙ୍କ ଉପରେ ନିର୍ଭର କରେ, ପରସ୍ପର ଉପରେ ନିର୍ଭରଶୀଳତା ହେଇ ରହେ। ଅନେକ ଭାବନ୍ତି ଯେ ସମ୍ବଳ ହେଉଛି ପ୍ରକୃତିର ଏକ ମୁକ୍ତ ଦାନ। କେତେ ଜଣ ଭାବନ୍ତି ଯେ ସମ୍ବଳ ହଉଛି କଣ ପ୍ରକୃତିର ଏକ ମୁକ୍ତ ଦାନ, ମାତ୍ର ଏହା ଯଥାର୍ଥ ନୁହେଁ, ମାତ୍ର ଏଇଟା ସେମିତି ନୁହେଁ। ସମ୍ବଳ ହେଉଛି ମାନବୀୟ କାର୍ଯ୍ୟକଳାପର କ୍ରିୟାତ୍ମକ ବସ୍ତୁ। ସମ୍ବଳ କଣ ମାନବୀୟ କାର୍ଯ୍ୟକଳାପର ମନୁଷ୍ୟର କାର୍ଯ୍ୟକଳାପର କ୍ରିୟାତ୍ମକ ବସ୍ତୁ। ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ। ସମ୍ବଳ ଯୋଉ ଆମେ ବ୍ୟବହାର କରୁଛନ୍ତି ସେ କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉପଯୋଗୀ, ମାନେ ବିଶେଷ ଭାବେ ଦରକାର ଅଛି, କାରଣ ମନୁଷ୍ୟକୁ ସମ୍ବଳର ସ୍ରଷ୍ଟା ସମ୍ବଳର ସ୍ରଷ୍ଟା, ଉପଭୋକ୍ତା ଓ କ୍ଷୟକାରୀ କାରକ ଭାବରେ ବିଚାର କରାଯାଏ। କଣ ପାଇଁ ନା ମନୁଷ୍ୟକୁ ସମ୍ବଳର ସ୍ରଷ୍ଟା, ଉପଭୋକ୍ତା ଓ କ୍ଷୟକାରୀ କାରକ ଭାବରେ ବିଚାର କରାଯାଏ। କାହିଁକି? ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି। ତେଣୁ ଅର୍ଥନୈତିକ ଭୂଗୋଳରେ ମନୁଷ୍ୟକୁ ମୁଖ୍ୟ କର୍ତ୍ତା ଭାବରେ ଗ୍ରହଣ କରାଯାଇଥାଏ। କେଉଁଠି ମନୁଷ୍ୟକୁ ମୁଖ୍ୟ କର୍ତ୍ତା ଭାବରେ ଗ୍ରହଣ କରାଯାଇଥାଏ? ଅର୍ଥନୈତିକ ଭୂଗୋଳରେ। କାରଣ ଉତ୍ପାଦନ, ବଣ୍ଟନ, ବ୍ୟବହାର ଓ କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ୱାରା ହିଁ ସମାପିତ ହୋଇଥାଏ। କଣ ପାଇଁ ଏଇଟା ହଉଛି ମନୁଷ୍ୟକୁ ମୁଖ୍ୟ, ଅର୍ଥନୈତିକ ଭୂଗୋଳର ମନୁଷ୍ୟକୁ ମୁଖ୍ୟ କର୍ତ୍ତା ଭାବରେ କାହିଁକି ଗ୍ରହଣ କରାଯାଇଛି? କାହିଁକି ନା ମନୁଷ୍ୟ ଉତ୍ପାଦନ, ବଣ୍ଟନ, ବ୍ୟବହାର ଓ କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟାରେ ମନୁଷ୍ୟ ଦ୍ୱାରା ହିଁ ସମାହିତ ହୋଇଥାଏ। ସେଥିପାଇଁ ମନୁଷ୍ୟକୁ ମଧ୍ୟ ଏକ ସମ୍ବଳ ଭାବରେ ଗ୍ରହଣ କରାଯାଇଥାଏ, ଯାହାକୁ ମାନବ ସମ୍ବଳ କୁହାଯାଏ। ତ ଏଠି କଣ ଆସିଲା ଯେ ସେଇଥିପାଇଁ ହିଁ ମନୁଷ୍ୟକୁ ମଧ୍ୟ ସମ୍ବଳ ଭାବରେ ଗ୍ରହଣ କରାଯାଇଥାଏ, ଯାହାକୁ କଣ କୁହାଯାଏ? ମାନବ ସମ୍ବଳ। ତ ଏଇଟା କ୍ୱେଶ୍ଚିନ୍ ନୋଟ କରିଦେବା।
ତ ଏଠି କ୍ୱେଶ୍ଚନ ଆସିବ ମାନବ ସମ୍ବଳ କାହାକୁ କୁହାଯାଏ? ତ ଲେଖିବ ଏଇଠି ସମ୍ବଳର ବ୍ୟବହାର କ୍ଷେତ୍ର ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ, କାରଣ ମନୁଷ୍ୟକୁ ସମ୍ବଳର ସ୍ରଷ୍ଟା, ଉପଭୋକ୍ତା ଓ କ୍ଷୟକାରୀ କାରକ ଭାବରେ ବିଚାର କରାଯାଏ। ତେଣୁ ଅର୍ଥନୈତିକ ଭୂଗୋଳରେ ମନୁଷ୍ୟକୁ ଏକ ମୁଖ୍ୟ କର୍ତ୍ତା ଭାବେ ଗ୍ରହଣ କରାଯାଇଥାଏ, କାରଣ ଉତ୍ପାଦନ, ବଣ୍ଟନ, ବ୍ୟବହାର ଓ କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ୱାରା ହିଁ ସମାହିତ ହୋଇଥାଏ। ସେଥିପାଇଁ ମନୁଷ୍ୟକୁ ମଧ୍ୟ ସମ୍ବଳ ଭାବେ ଗ୍ରହଣ କରାଯାଇଥାଏ, ଯାହାକୁ କଣ କୁହାଯାଏ? ମାନବ ସମ୍ବଳ କୁହାଯାଏ। ଏତିକି ଯାଇ ଏଇଠୁ ଏତିକି ଯାଇ ଲେଖିବ ହେଲା, ମାନବ ସମ୍ବଳ କାହାକୁ କୁହାଯାଏ। ତ ତାପରେ ଷ୍ଟାର୍ଟ କରିବା। କୌଣସି ଦେଶରେ ଲୋକମାନଙ୍କର ଜୀବନ ଧାରଣର ମାନ ଉକ୍ତ ଦେଶର ସମ୍ବଳ ଓ ଜନସଂଖ୍ୟାର ଗୁଣ ଓ ଆକାର ଉପରେ ନିର୍ଭର କରିଥାଏ। କୌଣସି ଦେଶରେ ଲୋକମାନଙ୍କର ଜୀବନ ଧାରଣର ମାନ ଆଉ ଅନ୍ୟ ଏକ ଦେଶର ସମ୍ବଳ ଓ ଜନସଂଖ୍ୟାର ଗୁଣ ଓ ଆକାର ଉପରେ ନିର୍ଭର କରିଥାଏ। ମାନେ କୌଣସି ଦେଶର ଲୋକମାନଙ୍କର ଜୀବନ ଧାରଣର ମାନ ଅନ୍ୟ କୌଣସି ଦେଶରେ ତାଙ୍କର ଜନସଂଖ୍ୟାର ଗୁଣ ଓ ଆକାର ଉପରେ ନିର୍ଭର କରିଥାଏ। ତେଣୁ କୌଣସି ଦେଶର ସଭ୍ୟତା କିମ୍ବା ଅର୍ଥନୈତିକ ବିକାଶ ଉକ୍ତ ଦେଶର ଜନସଂଖ୍ୟା ଓ ପ୍ରାକୃତିକ ସମ୍ବଳ ଓ ମନୁଷ୍ୟମାନଙ୍କ ପାଇଁ ସମ୍ବଳ ବ୍ୟବହାରକାରୀ ଗୁଣ ଉପରେ ନିର୍ଭର କରିଥାଏ। ତେଣୁ କୌଣସି ଦେଶର ସଭ୍ୟତା କିମ୍ବା ଅର୍ଥନୈତିକ ବିକାଶ ଉକ୍ତ ଦେଶର ଜନସଂଖ୍ୟା ଓ ପ୍ରାକୃତିକ ସମ୍ବଳ ଓ ମନୁଷ୍ୟମାନଙ୍କର ସମ୍ବଳ ବ୍ୟବହାରକାରୀ ଗୁଣ ଉପରେ ନିର୍ଭର କରିଥାଏ। କଣ ଅଛି? ସମ୍ବଳର 4 ବିଶେଷତ୍ୱ ରହିଛି। ସେ 4 ବିଶେଷତ୍ୱ କଣ? ସମ୍ବଳର କେତେଟା ବିଶେଷତ୍ୱ ରହିଛି? 4ଟା ବିଶେଷତ୍ୱ ରହିଛି। 4ଟା ବିଶେଷତ୍ୱ କଣ? ଫାର୍ଷ୍ଟ ହଉଛି ଉପଯୋଗିତା, ସେକେଣ୍ଡ କାର୍ଯ୍ୟଦକ୍ଷତା, ଥାର୍ଡ ହଉଛି ସୁଲଭତା ଏବଂ ପରିବର୍ତ୍ତନଶୀଳତା। 4 ନମ୍ବରଟା ପରିବର୍ତ୍ତନଶୀଳତା। ଫାର୍ଷ୍ଟ କ୍ୱେଶ୍ଚନ ଆସିବ, ସମ୍ବଳର କେତୋଟି ବିଶେଷତ୍ୱ ରହିଛି? ଫାର୍ଷ୍ଟ ଲେଖିବ 4ଟି। 4ଟିରୁ କଣ? ଫାର୍ଷ୍ଟଟା ହଉଛି ଉପଯୋଗିତା, ସେକେଣ୍ଡଟା କାର୍ଯ୍ୟଦକ୍ଷତା, 3ଟା ସୁଲଭତା ଏବଂ 4ଥଟା ପରିବର୍ତ୍ତନଶୀଳତା। ପ୍ରଥମତଃ ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ। ଫାର୍ଷ୍ଟଟା ଉପଯୋଗିତା ହେଲା। ଉପଯୋଗିତା କଣ? ପ୍ରଥମତଃ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ। ତାପରେ ଦ୍ୱିତୀୟଟା କଣ? ସୁଲଭତା। ଦ୍ୱିତୀୟଟା କଣ? କାର୍ଯ୍ୟଦକ୍ଷତା। ତ ଏଠି ଦ୍ୱିତୀୟ, ଏହା ସୁଲଭତା ଥିବା ଆବଶ୍ୟକ। ତୃତୀୟ, ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବା ଆବଶ୍ୟକତା। ଏବଂ ଚତୁର୍ଥତଃ, ବ୍ୟବହାର ଅନୁସାରେ ବୈଜ୍ଞାନିକ ଉପରେ ଏହାକୁ ପରିବର୍ତ୍ତନ କରାଯାଇ ପାରୁଥିବା ଆବଶ୍ୟକତା। ବୁଝିଲ ନା? ଫାର୍ଷ୍ଟ ସମ୍ବଳ ମନୁଷ୍ୟର ବ୍ୟବହାର ହେଇପାରୁଥିବା ଆବଶ୍ୟକ, ତାର ବ୍ୟବହାର ପାଇଁ ଉପଯୋଗୀ ହେଇପାରିବା ଆବଶ୍ୟକତା। ତାପରେ ଦ୍ୱିତୀୟଟା ସୁଲଭତା, ସମ୍ବଳଟା ସୁଲଭତା ଥିବା ଆବଶ୍ୟକ। ତୃତୀୟଟା ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବା ଆବଶ୍ୟକ। ଏବଂ ଚତୁର୍ଥଟା କଣ? ବ୍ୟବହାର ଅନୁସାରେ ବୈଜ୍ଞାନିକ ଉପାୟରେ ଏହାକୁ ପରିବର୍ତ୍ତନ କରାଯାଇ ପାରୁଥିବା ଆବଶ୍ୟକ। ତାପରେ ଦେଖ ଏଠି ସମ୍ବଳର ପ୍ରକାର ଭେଦ। ସମ୍ବଳର ପ୍ରକାର ଭେଦ କଣ? ଉତ୍ପତ୍ତି, ବ୍ୟବହାର, ଗୁଣ ଇତ୍ୟାଦି ଅନୁସାରେ ସମ୍ବଳକୁ ବିଭିନ୍ନ ଭାଗରେ ବ୍ୟବହୃତ କରାଯାଇଛି। ଯାହାକି ଫାର୍ଷ୍ଟଟା ହଉଛି ପ୍ରକୃତି ଅନୁସାରେ ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ। ତାପରେ ଆହୁରି ଅଛି କଣ?
ମାନବ ସମ୍ବଳ, ତାପରେ ଉତ୍ପତ୍ତି ଅନୁସାରେ ଜୈବ ସମ୍ବଳ, ଅଜୈବ ସମ୍ବଳ, ଏସବୁ ଜିନିଷ ଆମେ ଆଗକୁ ପଢିବା। ତ ଫାର୍ଷ୍ଟ ଆମେ ପଢିବା ପ୍ରକୃତି ଅନୁସାରେ ପ୍ରାକୃତିକ ସମ୍ବଳ କଣ? ନେଚୁରାଲ ରିସୋର୍ସ। ପଢିବା ପ୍ରକୃତିରେ ଥିବା ଯେଉଁ ପଦାର୍ଥ ଓ ଶକ୍ତି ଦ୍ୱାରା ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହୋଇଥାଏ ସେଗୁଡିକୁ ପ୍ରାକୃତିକ ସମ୍ବଳ କୁହାଯାଏ। ତ କଣ? ପ୍ରକୃତିରେ ଥିବା ଯେଉଁ ପଦାର୍ଥ, ଆମ ପ୍ରକୃତି ଭିତରେ ଯେଉଁ ସବୁ ପଦାର୍ଥ ଅଛି ଓ ଶକ୍ତି ମଧ୍ୟ, ପ୍ରକୃତିରେ ଥିବା ଯେଉଁ ପଦାର୍ଥ ଓ ଶକ୍ତି ଦ୍ୱାରା ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହୋଇଥାଏ। ମନୁଷ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଉପକୃତ ହୋଇଥାଏ ସେଗୁଡିକୁ ଆମେ କଣ କହିବା? ପ୍ରାକୃତିକ ସମ୍ବଳ। ଯୋଉଟା କି ଉଦାହରଣ ଦେବି ଯଥା ଭୂମି, ଫାଷ୍ଟ ଭୂମି, ମୃତ୍ତିକା, ଅରଣ୍ୟ, ବନ୍ୟପ୍ରାଣୀ, ଜଳ, ବାୟୁ, ଖଣିଜ ପଦାର୍ଥ, ଶକ୍ତି ଇତ୍ୟାଦି। ଏସବୁ ହଉଛି କଣ? ପ୍ରାକୃତିକ ଜିନିଷ, ଯୋଉଟା ଆଗରୁ ଅଛି, ଯୋଉଟା ମନୁଷ୍ୟର ଆଗରୁ ଦରକାର। ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସିଏ ଯୋଡି ହେଇକି ଅଛି। ଭୂମି ଆମକୁ ବାଧ୍ୟ ଦରକାର, ମୃତ୍ତିକା ମଧ୍ୟ ଆମକୁ ବାଧ୍ୟ ଦରକାର, ଅରଣ୍ୟ, ବନ୍ୟପ୍ରାଣୀ, ଜଳ, ବାୟୁ, ଏ ସବୁ ଜିନିଷ ଆମକୁ ବାଧ୍ୟ ଦରକାର। ତ ଏଠି କଣ? ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯୋଡି ହେଇକି ଅଛି, ତେଣୁ ଏହାକୁ କଣ କୁହାଯାଏ? ପ୍ରାକୃତିକ ସମ୍ବଳ କୁହାଯାଏ। ତାପରେ ପଢିବା ସାଂସ୍କୃତିକ ସମ୍ବଳ, କଲଚରାଲ ରିସୋର୍ସ। ସଭ୍ୟତାର ବିକାଶ କ୍ରମରେ ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ରୂପାନ୍ତରିତ କରି କିମ୍ବା ଅବିକଳ ଭାବରେ ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗୀ କରିପାରିଛି। ମାନେ ସଭ୍ୟତାର ବିକାଶ କ୍ରମରେ ମନୁଷ୍ୟର ନିଜର ଦକ୍ଷତା, ନିଜର ଏକ୍ସପେରିଏନ୍ସ ଏବଂ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ, ମାନେ ମନୁଷ୍ୟ ନିଜର ଦକ୍ଷତା ଆଉ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ, ମାନେ ନିଜେ କଣ ସୃଷ୍ଟି କରିପାରୁଛି, କିପରି କଣ ସୃଷ୍ଟି କରିପାରୁଛି, ସେଇ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ରୂପାନ୍ତରିତ କରି କିମ୍ବା ପ୍ରାକୃତିକ ସମ୍ବଳକୁ ସେ ଅନ୍ୟ ଏକ ରୂପରେ ପରିଣତ କରି କିମ୍ବା ଅବିକଳ ଭାବରେ, ମାନେ ସେ ଗୋଟେ ଜିନିଷକୁ ସେମ ଜିନିଷରେ ବିଭିନ୍ନ ଉପାୟରେ ବ୍ୟବହାର କରିପାରୁଛି, ବିଭିନ୍ନ ଉପାୟରେ ଉପଯୋଗ କରିପାରୁଛି। ତାପରେ ବିଭିନ୍ନ ମନୁଷ୍ୟକୃତ ସାଂସ୍କୃତିକ ଓ ଅର୍ଥନୈତିକ ଅନୁଷ୍ଠାନ, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ, ବାଣିଜ୍ୟ, ଅର୍ଥ ଲଗାଣ, ଅର୍ଥ ସଞ୍ଚାଳନ ଓ ସାମାଜିକ ରାଜନୈତିକ ଅନୁଷ୍ଠାନ, ଏସବୁ ଜିନିଷ ସମ୍ବଳର, ସାଂସ୍କୃତିକ ସମ୍ବଳରେ ଉଦାହରଣ। ତ ସାଂସ୍କୃତିକ ସମ୍ବଳ କଣ? ନା, ସଭ୍ୟତାର ବିକାଶ କ୍ରମରେ ମନୁଷ୍ୟ ନିଜର ଦକ୍ଷତା, ମନୁଷ୍ୟ ନିଜର ଏକ୍ସପିରିଏନ୍ସ, କାରିଗରୀ ଜ୍ଞାନ, ମାନେ ନିଜର ସବୁ ଜ୍ଞାନ କୌଶଳ, ସେଇ ଜ୍ଞାନ କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ଅନ୍ୟ ଏକ ରୂପରେ ରୂପାନ୍ତରିତ କରି କିମ୍ବା ଅବିକଳ ଭାବରେ ଭିନ୍ନ ଭିନ୍ନ ରୂପ ଦେଇକି ତାକୁ ଅନ୍ୟ ସବୁ କାମରେ ଉପଯୋଗୀ କରିପାରୁଛି, ତାହାକୁ ଆମେ କଣ କହିବା? ସାଂସ୍କୃତିକ ସମ୍ବଳ ବୋଲି କହିବା। ତାର ବିଭିନ୍ନ ଏକ୍ସାମ୍ପଲ ଅଛି, ତାର ବିଭିନ୍ନ ଉଦାହରଣ, ସବୁ କଣ? ମନୁଷ୍ୟକୃତ ସାଂସ୍କୃତିକ ଓ ଅର୍ଥନୈତିକ ଅନୁଷ୍ଠାନ, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ, ଅର୍ଥ ଲଗାଣ, ଅର୍ଥ ସଞ୍ଚାଳନ, ସାମାଜିକ ରାଜନୈତିକ ଅନୁଷ୍ଠାନ, ଏଇ ସବୁ ସମ୍ବଳର କଣ? ଏସବୁ ସମ୍ବଳ ଭିତରେ ଯାଉଛି। କୋଉ ସମ୍ବଳ? ସାଂସ୍କୃତିକ ସମ୍ବଳ ଭିତରେ। ତ ତାପରେ ପଢିବା ମାନବ ସମ୍ବଳ। ମାନବ ସମ୍ବଳ କଣ? ମନୁଷ୍ୟକୁ ସ୍ୱତନ୍ତ୍ର ଭାବେ ଏକ ବିଶିଷ୍ଟ ସମ୍ବଳ ଭାବେ ବିବେଚନା କରାଯାଏ। ମନୁଷ୍ୟକୁ ସ୍ୱତନ୍ତ୍ର ଭାବେ ଏକ ବିଶିଷ୍ଟ ସମ୍ବଳ ଭାବରେ ବିବେଚନା କରାଯାଏ। ମନୁଷ୍ୟକୁ ମଧ୍ୟ ସମ୍ବଳ ଭାବେ ବିବେଚନା କରାଯାଏ। ମନୁଷ୍ୟ ଏବଂ ତାର ପରିବେଶ ଓ ସାଂସ୍କୃତିକ ସଂଗଠନର ମିଳିତ ପ୍ରକ୍ରିୟାରେ ସମ୍ବଳର ସୃଷ୍ଟି ହୋଇଥାଏ। ମାନେ ମନୁଷ୍ୟ ଏବଂ ତାର ପରିବେଶ, ମନୁଷ୍ୟ ଏବଂ ସେ ଯୋଉ ରହୁଛି ସେ ପରିବେଶ ଏବଂ ସାଂସ୍କୃତିକ ସଂଗଠନର ମିଳିତ ପ୍ରକ୍ରିୟାରେ ସମ୍ବଳର ସୃଷ୍ଟି ହୋଇଥାଏ। ତଥା କଣ? ସଂରଚନା,
ତ କଣ ସଂରଚନା, ସଂସ୍ଥାନ, ଗୁଣବତ୍ତା ଇତ୍ୟାଦି। ହଁ, ଏଇଟା ଏଇଟା କଣ ମାନବ ସମ୍ବଳ କଣ ମନୁଷ୍ୟକୁ ସ୍ୱତନ୍ତ୍ର ଭାବେ ଏକ ବିଶିଷ୍ଟ ସମ୍ବଳ ଭାବେ ବିବେଚନା କରାଯାଏ। ମନୁଷ୍ୟ ତାର ପରିବେଶ, ସାଂସ୍କୃତିକ ସଂଗଠନ ମିଳନ ପ୍ରକ୍ରିୟାରେ କଣ ସୃଷ୍ଟି ହେଇଛି ସମ୍ବଳ ସୃଷ୍ଟି ହେଇଛି। ତ ସେ କଣ ସେ ସମ୍ବଳ ସଂରଚନା, ସଂସ୍ଥାନ, ଗୁଣବତ୍ତା ଏସବୁ ଇତ୍ୟାଦି। ଏସବୁକୁ ଆମେ କଣ କହିବା ମାନବ ସମ୍ବଳ। ତାପରେ ଆମେ ପଢିବା ଉତ୍ପତ୍ତି ଅନୁସାରେ ଜୈବ ସମ୍ବଳ କଣ ବାୟୋଟିକ ରିସୋର୍ସ। କଣ ଉତ୍ପତ୍ତି ଅନୁସାରେ ଜୈବ ସମ୍ବଳ ଆମର କଣ ଏହା ଜୈବ ମଣ୍ଡଳର ଅନ୍ତର୍ଗତ ସଜୀବ ବସ୍ତୁ ଯଥା ମନୁଷ୍ୟ, ପ୍ରାଣୀ, ଉଦ୍ଭିଦ, ଅଣୁଜୀବ ଓ ପଶୁପକ୍ଷୀ, ମାଛ ଇତ୍ୟାଦି। ଜୈବ ସମ୍ବଳ କଣ ଯାହା ଦେହରେ ଜୀବନ ଅଛି ସେଇ ସବୁ ଜିନିଷକୁ ଜୈବ ବୋଲି କୁହାଯାଏ। ତ ସେ ଜୈବ ସମ୍ବଳ କଣ ମନୁଷ୍ୟ, ପ୍ରାଣୀ, ଉଦ୍ଭିଦ, ଅଣୁଜୀବ, ପଶୁପକ୍ଷୀ, ମାଛ ଏସବୁ ହଉଛି ଜୈବ ସମ୍ବଳ। ତାପରେ ଅଜୈବ ସମ୍ବଳ କଣ ଏଗୁଡିକ ଅଜୈବ ବା ନିର୍ଜୀବ ବସ୍ତୁ। କଣ ଭୂମି, ଶିଳା, ଜଳ, ମୃତ୍ତିକା, ଖଣିଜ ପଦାର୍ଥ ଇତ୍ୟାଦି ଏସବୁ କଣ ଅଜୈବ ପଦାର୍ଥ। ତାପରେ ପଢିବା ବ୍ୟବହାର ଓ ସୁଲଭତା ଅନୁସାରେ ଅସରନ୍ତି ବା ଅକ୍ଷୟ ସମ୍ବଳ କଣ ବ୍ୟବହାର ଓ ସୁଲଭତା ଅନୁସାରେ ଅସରନ୍ତି ଓ ଅକ୍ଷୟ ସମ୍ବଳ କଣ। ଚାଲ ଆରମ୍ଭ କରିବା। ଯେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ନିଃଶେଷ ହୁଏ ନାହିଁ ସେଗୁଡିକୁ ଅସରନ୍ତି ବା ଅକ୍ଷୟ ସମ୍ବଳ କୁହାଯାଏ। ମାନେ ଯେଉଁ ସମ୍ବଳ ଗୁଡିକ ମନୁଷ୍ୟ ବାରମ୍ବାର ବ୍ୟବହାର କଲା ପରେ ମଧ୍ୟ ସେ ଶେଷ ହୁଏ ନାହିଁ ସେଗୁଡିକୁ ଅସରନ୍ତି ସମ୍ବଳ କୁହାଯାଏ। ତ ଅସରନ୍ତି ସମ୍ବଳ କଣ ସୌରଶକ୍ତି କେବେ ବି ସରିବନି। ବାୟୁ କେବେ ବି ମଧ୍ୟ ସରିବନି। ଏହାକୁ କଣ କୁହାଯାଏ ଅସରନ୍ତି ବା ଅକ୍ଷୟ ସମ୍ବଳ। ତାପରେ ଆମେ ପଢିବା ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ କାହାକୁ କୁହାଯାଏ। କଣ ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ କାହାକୁ କୁହାଯାଏ। ମନୁଷ୍ୟର ବ୍ୟବହାର ଦ୍ଵାରା ଯେଉଁ ସମ୍ବଳ କ୍ରମଶଃ ହ୍ରାସ ପାଇଥାଏ କିମ୍ବା ଶେଷ ହୋଇଯିବାର ଆଶଙ୍କା ଥାଏ ତାକୁ ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ କୁହାଯାଏ। ମନୁଷ୍ୟର ବ୍ୟବହାର କରିବା ଦ୍ଵାରା ମନୁଷ୍ୟ ଯୋଉଟା ବ୍ୟବହାର କରୁଛି ମନୁଷ୍ୟ ଯୋଉ ଜିନିଷଟା ବ୍ୟବହାର କରିବା ଦ୍ଵାରା ସେ ସମ୍ବଳଟା କ୍ରମଶଃ ହ୍ରାସ ପାଇଥାଏ ମାନେ କମି ଯାଇଥାଏ। ସେ ଶେଷ ହୋଇଯିବାର ସରିଯିବାର ଆଶଙ୍କା ଥାଏ ତାହାକୁ ଆମେ କଣ କୁହା ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ ବୋଲି କୁହାଯାଏ। ତ ସେସବୁ କଣ ମାନେ ମନୁଷ୍ୟ ବ୍ୟବହାର ସବୁ କଲେ ସେଟା ଜଲ୍ଦି ସରିଯାଉଛି। ତ ସେସବୁ ଜିନିଷଟା କଣ ପେଟ୍ରୋଲ, କୋଇଲା, ବିଭିନ୍ନ ଖଣିଜ ପଦାର୍ଥ ଏସବୁ ହଉଛି ସରନ୍ତି, ସୀମିତ ବା କ୍ଷୟଶୀଳ ସମ୍ବଳର ଉଦାହରଣ ସବୁ। ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ କାହାକୁ କୁହାଯାଏ ବୋଲି ପରୀକ୍ଷାରେ ଆସିବ ବୋଲି ଲେଖିବ। ମନୁଷ୍ୟର ବ୍ୟବହାର ଦ୍ଵାରା ଯେଉଁ ସମ୍ବଳ କ୍ରମଶଃ ହ୍ରାସ ପାଇଥାଏ କିମ୍ବା ଶେଷ ହୋଇଯିବାର ଆଶଙ୍କା ଥାଏ ତାକୁ ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ ବୋଲି କୁହାଯାଏ। ଉଦାହରଣ ପଚାରିଲେ ପେଟ୍ରୋଲିୟମ, କୋଇଲା, ବିଭିନ୍ନ ଖଣିଜ ପଦାର୍ଥ ଇତ୍ୟାଦି ଏସବୁ ହଉଛି ସରନ୍ତି, ସୀମିତ ବା କ୍ଷୟଶୀଳ ସମ୍ବଳର ଉଦାହରଣ। ତାପରେ ଆମେ ପଢିବା ପରିମାଣ ଅନୁସାରେ ଅପୂରଣୀୟ ସମ୍ବଳ କାହାକୁ କୁହାଯାଏ। ଚାଲ ଦେଖିବା। ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ଵାରା ସମ୍ପୂର୍ଣ୍ଣ ଶେଷ ହୋଇଯାଏ ଏବଂ ପୁନଃ ସୃଷ୍ଟି କରାଯାଇ ପାରେ ନାହିଁ ତାକୁ ଅପୂରଣୀୟ ସମ୍ବଳ କୁହାଯାଏ। ତଥା ଖଣିଜ ପଦାର୍ଥ, ଖଣିଜ ତୈଳ, କୋଇଲା ଇତ୍ୟାଦି। ଯେଉଁ ସମ୍ବଳ ଗୋଟେ ଜିନିଷ ମନୁଷ୍ୟ ବ୍ୟବହାର କରିବା ଦ୍ଵାରା ଗୋଟେ ଜିନିଷ ସମ୍ପୂର୍ଣ୍ଣ ସରିଯାଉଛି ଏବଂ ତାର ଆଉ ପୁଣି ଥରେ ସୃଷ୍ଟି ଅସମ୍ଭବ ତାକୁ ଆମେ କଣ କହିବା ଅପୂରଣୀୟ ସମ୍ବଳ। ତାକୁ ଆମେ କଣ କହିବା ଅପୂରଣୀୟ ସମ୍ବଳ। ସେ ଅପୂରଣୀୟ ସମ୍ବଳର ଉଦାହରଣ କଣ ଖଣିଜ ପଦାର୍ଥ ସରିଗଲେ ପୁଣି ଆମେ ତିଆରି କରିପାରିବା ନାହିଁ। ଖଣିଜ ତୈଳ, କୋଇଲା ଏସବୁ ସରିଗଲେ ଆଉ ସୃଷ୍ଟି ହେଇପାରିବ ନାହିଁ ହେଲା। ତାପରେ ପଢିବା ଅବିରାମ ସମ୍ବଳ କିମ୍ବା ପୂରଣୀୟ ସମ୍ବଳ। ଚାଲ ଦେଖିବା। ମନୁଷ୍ୟର ବ୍ୟବହାର ଦ୍ଵାରା ଯେଉଁ ସମ୍ବଳର ପରିମାଣରେ କୌଣସି ହ୍ରାସ ପରିଲକ୍ଷିତ ହୋଇନଥାଏ ତାକୁ ଅବିରାମ ବା ପୂରଣୀୟ ସମ୍ବଳ କୁହାଯାଏ।
ମାନେ ମନୁଷ୍ୟର ବ୍ୟବହାର କରିବା ଦ୍ୱାରା ମନୁଷ୍ୟ ଯେଉଁ ଜିନିଷ ବ୍ୟବହାର କରୁଛି ସେ ଜିନିଷଟା ବ୍ୟବହାର କରିବା ଦ୍ୱାରା ଯେଉଁ ସମ୍ବଳର ପରିମାଣରେ କୌଣସି ହ୍ରାସ ପରିଲକ୍ଷିତ ହୋଇନଥାଏ, ମାନେ କୌଣସି ସରିଯିବାର ଆଶଙ୍କା ନଥାଏ, ତାକୁ ଆମେ କଣ କହିବା? ଅବିରାମ ସମ୍ବଳ କିମ୍ବା ପୂରଣୀୟ ସମ୍ବଳ। ଅବିରାମ ସମ୍ବଳ କିମ୍ବା ପୂରଣୀୟ ସମ୍ବଳର ଉଦାହରଣ କଣ? ସୌର ଶକ୍ତି, ଭୂତାପଜ ଶକ୍ତି, ଜୁଆର ଶକ୍ତି, ପବନ ଶକ୍ତି, ଏସବୁ ଜିନିଷ ଆମର କେବେ ବି ସରିବନି ବ୍ୟବହାର କଲେ, ହେଲା। ତ ତାହାକୁ ଆମେ କଣ କହିବା? ଅବିରାମ ସମ୍ବଳ କିମ୍ବା ଅପୂରଣୀୟ ସମ୍ବଳ। ତାପରେ ଭରଣ ଅନୁସାରେ ନବୀକରଣ ଯୋଗ୍ୟ ସମ୍ବଳ କଣ? ହେଲା, ନବୀକରଣ ଯୋଗ୍ୟ ସମ୍ବଳ କଣ ଆମେ ପଢିବା। ଯେଉଁ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକୁ ପୁନଃଭରଣ କରାଯାଇ ପାରିଥାଏ, ସେଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ। ନବୀକରଣ ଯୋଗ୍ୟ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ। ଗୋଟେ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ତାର କ୍ଷୟ ହୁଏ ନାହିଁ, ତାର ହ୍ରାସ ପାଏ ନାହିଁ, ପୁଣି ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକୁ ପୁଣି ସୃଷ୍ଟି କରାଯାଇପାରେ, ସେଗୁଡ଼ିକୁ ଆମେ କଣ କହିବା? ନବୀକରଣ ଯୋଗ୍ୟ ସମ୍ବଳ। ସେଗୁଡ଼ିକ କଣ? ଉଦାହରଣ: ଜଙ୍ଗଲଜାତ ପଦାର୍ଥ, ପ୍ରାଣୀଜାତ ପଦାର୍ଥ, କୃଷିଜାତ ପଦାର୍ଥ, ଚକ୍ରୀୟ ପ୍ରକ୍ରିୟା, ଏଇ ସବୁ, ହେଲା। ଚକ୍ରୀୟ ପ୍ରକ୍ରିୟା ଦ୍ୱାରା ପୁନଃ ନବୀକରଣ କରାଯାଇ ପାରି ବ୍ୟବହୃତ ହୋଇଥାଏ। କେଉଁ ପ୍ରକ୍ରିୟା ଦ୍ୱାରା ପୁନଃ ବ୍ୟବହୃତ କରାଯାଇଥାଏ? ଚକ୍ରୀୟ ପ୍ରକ୍ରିୟା। ତ ଆର ଚକ୍ରୀୟ ପ୍ରକ୍ରିୟାର ଉଦାହରଣ: ଜଳ, ମୃତ୍ତିକା, ବାୟୁ ପ୍ରଦୂଷଣ ଏ ପ୍ରକୃତିରେ ଭରଣ ହୋଇଥାଏ। ତାପରେ ନବୀକରଣ ଅଯୋଗ୍ୟ ସମ୍ବଳ କଣ ଦେଖିବା। ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ୱାରା ବା ଅନ୍ୟାନ୍ୟ କାରଣ ଦ୍ୱାରା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆଉ ସେଗୁଡ଼ିକର ପୁନଃଭରଣ ସମ୍ଭବ ହୋଇନଥାଏ, ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ, ତଥା କୋଇଲା, ପେଟ୍ରୋଲିୟମ ଇତ୍ୟାଦି। ମାନେ କଣ? ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ୱାରା ବାରମ୍ବାର ବ୍ୟବହାର ଦ୍ୱାରା ଅନ୍ୟାନ୍ୟ କାରଣ ଦ୍ୱାରା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆଉ ସେଗୁଡ଼ିକ ସୃଷ୍ଟି ହେଇପାରିବ ନାହିଁ, ସୃଷ୍ଟି ହେବାର ସମ୍ଭାବନା ନାହିଁ, ସେଗୁଡ଼ିକୁ କଣ କହିବା ଆମେ? ନବୀକରଣ ଅଯୋଗ୍ୟ ସମ୍ବଳ। ସେ ନବୀକରଣ ଅଯୋଗ୍ୟ ସମ୍ବଳର ଉଦାହରଣ ହଉଛି କୋଇଲା, ପେଟ୍ରୋଲିୟମ, ହେଲା। କେତେକ କ୍ଷେତ୍ରରେ ଅଦରକାରୀ ଧାତବ ପଦାର୍ଥ ଗୁଡ଼ିକ ବିଭିନ୍ନ ଯାନ୍ତ୍ରିକ ପଦ୍ଧତିରେ ପୁନଃ ଚକ୍ରୀୟ ପ୍ରକ୍ରିୟା ଦ୍ୱାରା ଆଉଥରେ ବ୍ୟବହାର କରାଯାଇଥାଏ। କେତେକ କ୍ଷେତ୍ରରେ ଅଦରକାରୀ ଧାତବ ପଦାର୍ଥ ଗୁଡ଼ିକୁ ବିଭିନ୍ନ ଯାନ୍ତ୍ରିକ ପଦ୍ଧତିରେ ପୁନଃ ଚକ୍ରୀୟ ପ୍ରକ୍ରିୟା ଦ୍ୱାରା ଆଉଥରେ ବ୍ୟବହାର କରାଯାଇଥାଏ, ଏହାକୁ ପୁନଃରୁଦ୍ଧାର ଯୋଗ୍ୟ ସମ୍ବଳ କୁହାଯାଏ। ତ ଆସିବ ପୁନଃରୁଦ୍ଧାର ଯୋଗ୍ୟ ସମ୍ବଳ ତାହାକୁ କୁହାଯାଏ ବୋଲି ଲେଖିବ। କେତେକ କ୍ଷେତ୍ରରେ ଅଦରକାରୀ ଧାତବ ପଦାର୍ଥ ଗୁଡ଼ିକୁ ବିଭିନ୍ନ ଯାନ୍ତ୍ରିକ ପଦ୍ଧତିରେ ପୁନଃ ଚକ୍ରୀୟ ପ୍ରକ୍ରିୟା ଦ୍ୱାରା ଆଉଥରେ ବ୍ୟବହାର କରାଯାଇଥାଏ, ଏହାକୁ ପୁନରୁଦ୍ଧାର ଯୋଗ୍ୟ ସମ୍ବଳ କୁହାଯାଏ। ପୁନରୁଦ୍ଧାର ଯୋଗ୍ୟ ସମ୍ବଳର ଉଦାହରଣ କଣ? ଭୂମି, ମୃତ୍ତିକା, ଲୁହା, ଆଲୁମିନିୟମ, ତମ୍ବା ଏସବୁ ହଉଛି ପୁନଃଉଦ୍ଧାର ଯୋଗ୍ୟ ସମ୍ବଳର ଉଦାହରଣ। ତାପରେ ଆସିଲା ଯେଉଁ ନବୀକରଣ ଅଯୋଗ୍ୟ ସମ୍ବଳ ଗୁଡ଼ିକୁ ପୁନରୁଦ୍ଧାର କରାଯାଇପାରେ ନାହିଁ, ସେଗୁଡ଼ିକୁ ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳ କୁହାଯାଏ। ମାନେ ଯେଉଁ ନବୀକରଣ ଅଯୋଗ୍ୟ ସମ୍ବଳ ଗୁଡ଼ିକୁ ପୁନରୁଦ୍ଧାର କରାଯାଇପାରେ ନାହିଁ, ସେଗୁଡ଼ିକୁ ଆମେ କଣ କହିବା? ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳ। ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳର ଉଦାହରଣ କଣ? କୋଇଲା, ପେଟ୍ରୋଲିୟମ ଇତ୍ୟାଦି। এই ସବୁ ଜିନିଷ ହଉଛି ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳର ଉଦାହରଣ। ତ ଆଜି ଏତିକି ଥାଉ, କାଲିଠୁ ଆମେ ଷ୍ଟାର୍ଟ କରିବା ବଣ୍ଟନ ବା ବିତରଣ ଅନୁସାରେ ସର୍ବତ ସୁଲଭ ସମ୍ବଳ କଣ, ସ୍ଥାନୀୟ ସମ୍ବଳ କଣ, ଏସବୁ ଜିନିଷ ଆମେ କାଲିଠୁ ଷ୍ଟାର୍ଟ କରିବା, ହେଲା।